Good morning everyone. Welcome to daily learning. ଆମେ ଏଇ ଭିଡିଓରେ ସାଂଖ୍ୟ ଫିଲୋସଫିର ଟପ୍ 50 MCQ କୁ ଆମେ ଆଲୋଚନା କରିବା। ଡିସେମ୍ବରରେ ଯଦି ନେଟ୍ ଦେବା ପାଇଁ ଚାହୁଁଛନ୍ତି ତାହେଲେ ଏଇ ଭିଡିଓଟି ଆପଣଙ୍କୁ ବହୁତ ହେଲ୍ପଫୁଲ୍ ହବ। ଆଉ ଏଇ ଭିଡିଓରେ ଏଜୁକେସନର ପେପର 2 ବିଷୟରେ ଆମେ ଆଲୋଚନା କରିବା। ଆଉ ପେପର 1 ତ ସମସ୍ତଙ୍କର ସମାନ, ତ ସେଟା ତ ଆମେ ଆଲୋଚନା କରିବା। ଆଉ ପେପର 2 ରେ ଆମେ ଏଜୁକେସନ ବିଷୟଟାରେ ଡିସ୍କସନ କରିବା। ଆଉ ଯୋଉମାନେ ବି ଫର୍ମ ଆପ୍ଲାଏ କରିନାହାନ୍ତି କରିଦିଅନ୍ତୁ। ଅକ୍ଟୋବର 7 ରୁ ନଭେମ୍ବର 7 ଯାଏଁ ଅଛି ତାର ଫର୍ମ ଆପ୍ଲାଏ କରିବା ପାଇଁ। ତ ଆପ୍ଲାଏ କରିଦିଅନ୍ତୁ ଡିସେମ୍ବର ନେଟ୍ ପାଇଁ। ତୁରନ୍ତ ଆମେ ଫାର୍ଷ୍ଟ କ୍ୱେଶ୍ଚନ ଦେଖିବା କଣ ଅଛି। ଫାର୍ଷ୍ଟ କ୍ୱେଶ୍ଚନ ଦେଇଛି, ହୁ ଇଜ କନସିଡର୍ଡ ଆଜ୍ ଦ ଫାଉଣ୍ଡର ଅଫ ସାଂଖ୍ୟ ଫିଲୋସଫି। ଏଠି ପଚାରିଛି କି ଏ ସାଂଖ୍ୟ ଫିଲୋସଫିର ଫାଉଣ୍ଡର କିଏ? ତାର ଅପସନ ଅଛି କଣ? କପିଲ, କନ୍ନଡ, ଗୌତମ ନା ପତଞ୍ଜଳି। ଆମେ ଜାଣିଛନ୍ତି ଏଇ ସାଂଖ୍ୟ ଫିଲୋସଫି କହିଲେ ଆମେ ମହର୍ଷି କପିଲକୁ ହିଁ ବୁଝେଇଥାଉ। ୟାର ଫାଉଣ୍ଡର କିଏ ହଉଛି ନା କପିଲ। ଏଟା ବହୁତ ଇଜି କ୍ୱେଶ୍ଚନ ଥିଲା। ନେକ୍ସଟ କ୍ୱେଶ୍ଚନ ଦେଖିବା। ତ ସାଂଖ୍ୟ ସିଷ୍ଟମ ଇଜ ମେନଲି ସିଷ୍ଟମ ଅଫ। ଏଇ ଯୋଉ ସାଂଖ୍ୟ ସିଷ୍ଟମ ଟା କି ସିଷ୍ଟମ? ଥେଇଜିମ୍, ଏଥିଜିମ୍, ଡୁଆଲିଜିମ୍ ନା ମୋନୋଜିମ୍। ୟା ଠିକ ଉତ୍ତର କୋଉଟା ହବ? ନାଇଁ ଡୁଆଲିଜିମ୍। ସାଂଖ୍ୟ ଫିଲୋସଫିଟା ନା ଡୁଆଲିଜିମ୍, ସାଂଖ୍ୟ ଫିଲୋସଫିର ଯୋଉ ସିଷ୍ଟମ ଟା ଏଠି କଣ ନା ଗୋଟେ ଡୁଆଲିଜିମ୍। କାହିଁକି ନା ଏଠି ଦୁଇଟା ଜିନିଷ ଉପରେ ବେଶୀ ଦିଆଯାଇଛି ଗୁରୁତ୍ୱ। ଗୋଟେ ହେଲା ପୁରୁଷ ଆଉ ଗୋଟେ ପ୍ରକୃତି। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ କହିଛି ନା ଡୁଆଲିଜିମ୍ ମିନ୍ସ ବିଲିଫ ଇନ ଟୁ ଇଣ୍ଡିପେଣ୍ଡେଣ୍ଟ ଏଣ୍ଡ ଇଟରନାଲ ରିଆଲିଟିଜ। ଗୋଟେ ହଉଛି ପୁରୁଷ ଆଉ ଗୋଟେ ପ୍ରକୃତି। ପୁରୁଷ କଣ ନା ପୁରୁଷ ରହୁଛି ପିଓର କନସିୟସନେସ। ପୁରୁଷ ପୁରା କନସିୟସନେସ ରହୁଛି ଆଉ ପ୍ରକୃତି ହଉଛି ଅନକନସିୟସନେସ। ପୁରୁଷ ହେଲେ ଇନଆକ୍ଟିଭ ଆଉ ପ୍ରକୃତି ହଉଛି ଆକ୍ଟିଭ। ଆଉ ପୁରୁଷ କଣ ନା ମେନି ଇନ ନମ୍ବର୍ସ। ପୁରୁଷ ପ୍ଲୋରାଲ ହେଇପାରେ। ଆଉ କଣ ନା ଏଇ ପ୍ରକୃତିରେ ସାଧାରଣତଃ କେତେଟା ଗୁଣ ଥାଏ? 3ଟା ଗୁଣ ଥାଏ। ଗୋଟେ ସତ୍ଵ, ରଜସ୍ ଏଣ୍ଡ ତମସ୍। ତାହେଲେ ଡୁଆଲିଜିମ୍ କହିଲେ କଣ ନା ସାଂଖ୍ୟ ଫିଲୋସଫିଟା ହଉଛି ଡୁଆଲିଜିମ୍ ସିଷ୍ଟମ। ଗୋଟେ ହଉଛି ପୁରୁଷ ଆଉ ଗୋଟେ ପ୍ରକୃତି। ପୁରୁଷ ହଉଛି କଣ ନା ପିଓର କନସିୟସନେସ ଆଉ ଇନଆକ୍ଟିଭ। ପ୍ରକୃତି ହଉଛି ଅନକନସିୟସନେସ ଆଉ ଆକ୍ଟିଭ। ପ୍ରକୃତିର 3ଟା ଗୁଣ ଅଛି, ଗୋଟେ ସତ୍ଵ, ଗୋଟେ ରଜସ୍ ଆଉ ତମସ୍। ନେକ୍ସଟ କ୍ୱେଶ୍ଚନ ଦେଖିବା। The two ultimate realities according to ସାଂଖ୍ୟ। ତାହେଲେ ଆମେ ଏବେ ପଢିକି ଆସିଲେ ଯୋଉ ଡୁଆଲିଜିମ୍ ବୋଲି କୁହାଯାଏ ସାଂଖ୍ୟକୁ। ଆଉ ୟାର ଦିଟା ଅଲ୍ଟିମେଟ ରିଆଲିଟି ହଉଛି କଣ ନା ଗୋଟେ ହଉଛି ପୁରୁଷ ଆଉ ଗୋଟେ ପ୍ରକୃତି। ପୁରୁଷ ଆଉ ପ୍ରକୃତି ହଉଛି ୟାର ଦିଟା ଅଲ୍ଟିମେଟ ରିଆଲିଟି। ନେକ୍ସଟ କ୍ୱେଶ୍ଚନ ଦେଖିବା। ହାଉ ମେନି ତତ୍ୱସ୍ ବା ପ୍ରିନ୍ସିପଲ୍ସ ଆର୍ ଆକ୍ସେପ୍ଟେଡ ଇନ୍ କ୍ଲାସିକାଲ ସାଂଖ୍ୟ। ଏ ସାଂଖ୍ୟ ମାନେ ସଂଖ୍ୟାରେ କେତେଟା ଅଛି? 20, 24, 25 ନା 26? ନା କେତେଟା ତତ୍ଵ ଅଛି? ନା 25ଟି ତତ୍ଵ ଅଛି। ସାଂଖ୍ୟରେ 25ଟି ତତ୍ଵ ଅଛି। ଏଇଟା ମନେ ରଖିଥିବେ। According to Sankhya, which of the following is not a modification of ପ୍ରକୃତି? ପ୍ରକୃତିରୁ କୋଉଡାକ ବାହାରି ନାହିଁ ବା ପ୍ରକୃତି ମୋଡିଫିକେସନ ହେଇକି କୋଉଟା ନ ହେଇଛି ବୋଲି ପଚାରୁଛି। ଅପସନ ଅଛି ପୁରୁଷ, ମହତ୍, ଅହଙ୍କାର, ତନ୍ତ୍ରାସ। ତାହେଲେ କୋଉଟା ହବ? ଏର ଠିକ ଉତ୍ତର ହବ ନା ପୁରୁଷ। ପ୍ରକୃତି ମୋଡିଫିକେସନ କିଛି ହେଇକି ପୁରୁଷ ହେଇ ନାହିଁ। ପୁରୁଷ ଆଉ ପ୍ରକୃତି ସେ ଦିଟା ସ୍ୱତନ୍ତ୍ର। ଆମେ ପଢିଥିଲେ ଇଣ୍ଡିପେଣ୍ଡେଣ୍ଟ, ସେ ଦିଟା ସ୍ୱତନ୍ତ୍ର। ପୁରୁଷ ଆଉ ପ୍ରକୃତି ମିଶିକି ହିଁ ଏସବୁ ତାଙ୍କର ମିଶି ନାହିଁ, ବଟ ପୁରୁଷର ପ୍ରକୃତିର ସବୁ ଏଇ ସବୁ ବାହାରିଛି। ତାହେଲେ କୋଉଟା ହବ ନା ମହତ୍ ହବ, ଅହଙ୍କାର ହବ, ତନ୍ତ୍ରାଜ ହବ, କିନ୍ତୁ ପୁରୁଷର ହବ ନାହିଁ। ପୁରୁଷ ପ୍ରକୃତିର କିଛି ମୋଡିଫିକେସନ ନୁହଁ। ନେକ୍ସଟ କ୍ୱେଶ୍ଚନ କହିଲା, ଇନ୍ ସାଂଖ୍ୟ ଅହଙ୍କାର ଏରାଇଜ ଫ୍ରମ। ଅହଙ୍କାର କୋଉଠୁ ଆସିଛି? କୋଉଠୁ? ଅପସନ ଅଛି ମହତ୍, ମାନସ, ପୁରୁଷ ନା ପ୍ରକୃତି। ନା ଅହଙ୍କାର କୋଉଠୁ ବାହାରିଛି? ନା ମହତ୍ ରୁ ବାହାରିଛି ଅହଙ୍କାର। ଅହମ ବୁଦ୍ଧି
ବୁଦ୍ଧି ଯେତେବେଳେ ରହୁଛି ଆମ ପାଖରେ ତାହେଲେ ଆମେ କଣ ହଉଛନ୍ତି ନା ଆମର ଅହଙ୍କାର ଆସି ଯାଉଛି। ଏହାର ଠିକ ଉତ୍ତର ହବ କଣ ମହତ୍ ବା ବୁଦ୍ଧି ଇଣ୍ଟେଲିଜେଣ୍ଟ। ଏଇଟା ଅଛି ଦେଖି ଦିଅନ୍ତୁ ସାଂଖ୍ୟର ଚାର୍ଟଟା। ପ୍ରଥମେ ଆସିଲା କିଏ ପୁରୁଷ, ତାପରେ ପ୍ରକୃତି, ପ୍ରକୃତିରୁ ଆସିଲା କିଏ ମହତ୍, ପ୍ରକୃତିରୁ ଆସିଲା କିଏ ମହତ୍। ଆଗ ଆସିଲା ପ୍ରକୃତି, ପ୍ରକୃତି ପରେ ଆସିଲା ମହତ୍, ମହତ୍ ରୁ ଅହଙ୍କାର। ଅହଙ୍କାର ପୁଣି ତିନି ପ୍ରକାର, ଗୋଟେ ସତ୍ଵ ଅହଙ୍କାର, ରଜସ ଅହଙ୍କାର, ତମସ ଅହଙ୍କାର। ସତ୍ଵ ଅହଙ୍କାର କଣ ନା ସତ୍ଵ ଅହଙ୍କାରରେ ରହୁଛି ପୁଣି ତାକୁ ଡିଭାଇଡ କରାଯାଇଛି, ଗୋଟେ ହଉଛି ମାଇଣ୍ଡ, ଆଉ 5ଟା ଆମର ଜ୍ଞାନେନ୍ଦ୍ରିୟ, ଆଉ 5ଟା କର୍ମେନ୍ଦ୍ରିୟ। ମାଇଣ୍ଡ କୁ କୁହାଗଲା ମାନସ। ତାହେଲେ ହଉଛି ଅହଙ୍କାର, ଅହଙ୍କାର ହଉଛି ତିନି ପ୍ରକାର, ଗୋଟେ ସତ୍ଵ, ରଜସ, ତମସ। ପୁଣି ସତ୍ଵ ହଉଛି ତିନି ପ୍ରକାର, ଗୋଟେ ମାଇଣ୍ଡ ଆସୁଛି ସତ୍ଵ ଅହଙ୍କାରରୁ, ଆଉ ଗୋଟେ ହଉଛି 5 ସେନ୍ସ ଅର୍ଗାନ ବା ଜ୍ଞାନେନ୍ଦ୍ର। 5ଟା ଜ୍ଞାନେନ୍ଦ୍ର କଣ ରହୁଛି ନା ଆଇ, ଇୟର, ନୋଜ, ସ୍କିନ୍, ଟଙ୍ଗ, ଇଏ ସବୁ ରହୁଛି କଣ ନା ଆମର 5ଟା ଜ୍ଞାନେନ୍ଦ୍ରିୟ। ଆଉ 5ଟା କର୍ମେନ୍ଦ୍ରିୟ କଣ ରହୁଛି ହ୍ୟାଣ୍ଡ, ଫିଟ୍, ସ୍ପିଚ, ଏଲିମିନେସନ, ଆଉ ଗୋଟେ ହଉଛି ଫ୍ରଷ୍ଟ୍ରେସନ। ତାପରେ ଆସିଛି ରଜସରେ ସେମିତି କିଛି ନାହିଁ। ପୁଣି ତମସରେ କଣ ଅଛି ନା ତମସ ଅହଙ୍କାରରୁ ଆସିଛି 5 ତନ୍ତ୍ରାସ। 5ଟା ତନ୍ତ୍ରା କଣ ରହୁଛି ବା ତାକୁ ଆମେ ସବଟଲ ସେନ୍ସେସ କହୁଛେ। ଗୋଟେ ହଉଛି କଣ ନା ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ। ଶବ୍ଦ ହଉଛି ସାଉଣ୍ଡ, ତାପରେ ଟଚ, ତାପରେ ରୂପ ହଉଛି ଫର୍ମ, ତାପରେ ରସ, ରସ ହଉଛି କଣ ଟେଷ୍ଟ, ଆଉ ଗନ୍ଧର ହଉଛି ସ୍ମେଲ। ପୁଣି ସେଟାରୁ ବାହାରୁଛି ଯୋଉ ଆମର 5ଟା ତନ୍ତ୍ରାରୁ ଆସୁଛି କଣ ନା 5ଟା ମହାଭୂତ ବା ଗ୍ରେଟ ଏଲିମେଣ୍ଟ ବା ଗ୍ରୋସ ଏଲିମେଣ୍ଟ କଣ ରହୁଛି ଆକାଶ। ଆମର ପଞ୍ଚଭୂତ କଣ ରହୁଛି ଆକାଶ, ବାୟୁ, ଅଗ୍ନି, ପାଣି, ଆଉ ପୃଥିବୀ, ଯୋଉଟା କି ଇଥର। ଇଥର ହଉଛି ଆକାଶ, ଏୟାର, ଫାୟାର, ୱାଟର, ଆଉ ଆର୍ଥ। ବୁଝିହେଲା? ତାହେଲେ ଆମର 5ଟା ସରି 25 ତତ୍ୱ ବା 25ଟା ଏଲିମେଣ୍ଟ କଣ ବୁଝିହେଲା? ପ୍ରଥମେ ହେଲା ପୁରୁଷ, ସେକେଣ୍ଡ ପ୍ରକୃତି, ଥାର୍ଡ ମହତ୍, 4 ହେଲା ଅହଙ୍କାର। ଇଏ ରହିଲା 4। ତାପରେ ଆସିଲା କିଏ ମାଇଣ୍ଡ, ସତ୍ଵ ଅହଙ୍କାରରୁ ବାହାରୁଛି କିଏ ମାଇଣ୍ଡ, ଇଏ ହେଲା 5। ଏଠି କେତେ ହେଲା? ପ୍ରଥମେ ହେଲା 5, ଦେନ୍ ପ୍ଲସ୍ କଲେ ରହିଲା କଣ 5 ସେନ୍ସ ଅର୍ଗାନ ବା ଜ୍ଞାନେନ୍ଦ୍ରିୟ। 5ଟା ଜ୍ଞାନେନ୍ଦ୍ରିୟ, 5ଟା କର୍ମେନ୍ଦ୍ରିୟ ମିଶିକି କେତେ ହେଲା 10 ମିଶିଲା। ତାପରେ ତମସରୁ କଣ ହଉଛି ନା 5 ତନ୍ତ୍ରାସ ବା ସବଟଲ ସେନ୍ସେସ। କିଏ ରହୁଛି ଶବ୍ଦ, ସାଉଣ୍ଡ, ଟଚ, ଫର୍ମ, ଟେଷ୍ଟ, ସ୍ମେଲ, ଆଉ ହଉଛି ପୁଣି 5 ମହାଭୂତ ଯିଏକି ଇଥର, ଏୟାର, ଫାୟାର, ୱାଟର, ଆର୍ଥ, ଇଏ ମିଶିକି ହଉଛି 10। ତାହେଲେ ଆମର ରହିଲା କିଏ ନା 25ଟା ଏଲିମେଣ୍ଟ ଆମର ଏଠି ହେଇଗଲା। ତାହେଲେ ଅହଙ୍କାର କୋଉଠୁ ବାହାରିଛି ମହତରୁ ବାହାରିଛି। ତାହେଲେ ହଉଛି ମହତର ଇଫେକ୍ଟ କିଏ ରହୁଛି ବା ମହତରୁ କଣ ବାହାରିଛି ପ୍ରଡକ୍ଟ କଣ ରହୁଛି ଅହଙ୍କାର। ତାହେଲେ ଆମର 5ଟା ତତ୍ଵ ବୁଝି ହେଲା, ଗୋଟେ ପୁରୁଷ, ପ୍ରକୃତି, ମହତ, ଅହଙ୍କାର 4। ତାପରେ ଅହଙ୍କାର ହଉଛି ସତ୍ଵ ଅହଙ୍କାର, ରଜସ ଅହଙ୍କାର, ତମସ ଅହଙ୍କାର। ସତ୍ଵ ଅହଙ୍କାରରୁ ବାହାରିଲା ମାଇଣ୍ଡ ଯିଏକି 5। ତାପରେ 5ଟା ଜ୍ଞାନେନ୍ଦ୍ରିୟ, 5ଟା କର୍ମେନ୍ଦ୍ରିୟ, 5 5 10, 10 5 15, ଆଉ ତମସରୁ ବାହାରୁଛି 5 ତନ୍ତ୍ରାସ ହେଲା 15 5 20, ଆଉ 5ଟା ମହାଭୂତ ହଉଛି 20 5 25। ତାହେଲେ ଏତିକି ହଉଛି ଆମର କଣ ନା 25ଟା ସାଂଖ୍ୟର ତତ୍ଵ ବା 25ଟା ଏଲିମେଣ୍ଟ। ନେକ୍ସଟ କ୍ୱେଶ୍ଚନ ଦେଖିବା, ଦ 3 ଗୁଣସ୍ ଅଫ ପ୍ରକୃତି ଆର୍। ପ୍ରକୃତିର ଯୋଉ 3ଟା ଗୁଣ କଣ? ଅପସନ ଅଛି ଧର୍ମ, ଅର୍ଥ, କାମ, ସତ୍ଵ, ରଜସ୍, ତମସ, ଈଶ୍ୱର, ଜୀବା, ମାୟା, ନା ଜ୍ଞାନ, କର୍ମ, ଭକ୍ତି। ୟାର ଠିକ ଉତ୍ତର କୋଉଠି ହବ ନା ସତ୍ଵ, ରଜସ୍, ତମସ। ଏଇ ଯୋଉ ପ୍ରକୃତିର 3ଟା ଗୁଣ ହଉଛି କଣ? ଗୋଟେ ସତ୍ଵ, ଗୋଟେ ରଜସ୍, ଆଉ ଗୋଟେ ତମସ। ଦେଇଛି which of the following is not a product of ଅହଙ୍କାର। ଅହଙ୍କାରରୁ କୋଉଟା ପ୍ରଡକ୍ଟ ବାହାରି ନାହିଁ? ଅପସନ ଅଛି ତନ୍ତ୍ରାସ, ମହତ, ଇନ୍ଦ୍ରିୟାସ, ମହାଭୂତାସ। ଆମେ ଯୋଉ ଚାର୍ଟରେ ଆମେ ଡିସ୍କସନ କଲେ ନା କଣ ମହତ
ବା ବୁଦ୍ଧିରୁ ହିଁ ଅହଙ୍କାର ଆସିଛି। ଯେତେବେଳେ ଜଣଙ୍କ ପାଖରେ ବୁଦ୍ଧି ରହିଯାଉଛି ତାହେଲେ ସେ ଯାଇକି ଅହଙ୍କାର ଟା କରୁଛି। ତାହେଲେ ସେ କହିଛି ନଟ୍ ଏ ପ୍ରଡକ୍ଟ ଅଫ ଅହଙ୍କାର, ଅହଙ୍କାର ତାହେଲେ କିଏ ହବନି? ମହତ ହବନି। ତାହେଲେ ମହତ ହବ ଆମର ଠିକ ଉତ୍ତର। ତାପରେ ଦେଇଛି ତନ୍ତ୍ରାସ, ଇନ୍ଦ୍ରିୟାସ, ମହାଭୂତାସ। ଆମେ ଦେଖିଲେ କି ଯୋଉ ରଜସ ଅହଙ୍କାରରୁ କଣ ବାହାରିଲା ନା 5ଟା ଇନ୍ଦ୍ରିୟ, ଜ୍ଞାନେନ୍ଦ୍ରିୟ ଆଉ କର୍ମେନ୍ଦ୍ରିୟ। ତାହେଲେ ଏଟା ତ ହଉଛି ତାର ପ୍ରଡକ୍ଟ ହଉଛି। ତାହେଲେ ଏଇ ଉତ୍ତରଟା ଆମର ଏ ଅପସନ ଟା କ୍ୟାନ୍ସଲ ହେଲା। ତାପରେ ହଉଛି ତନ୍ତ୍ରାସ, ଯୋଉ ଆମର ତମସ ରୁ କଣ ଅଛି ନା 5ଟା ତନ୍ତ୍ରାସ ବାହାରିଛି ଆଉ 5ଟା ମହାଭୂତାସ ବି ବାହାରିଛି। ତାହେଲେ ଏଗୁଡା ବି ତାର କଣ ନା ପ୍ରଡକ୍ଟ ହଉଛି। କିନ୍ତୁ ମହତ ତାର ପ୍ରଡକ୍ଟ ନୁହଁ, ମହତ ହଉଛି ତାର କଜ, ମହତ ରୁ ହିଁ ଅହଙ୍କାର ଆସିଛି। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଦେଇଛି। ଇନ ସାଂଖ୍ୟ ଲିବରେସନ, ଲିବରେସନ ଗୋଟେ ୱାର୍ଡ, ତାକୁ ସାଂଖ୍ୟ ଫିଲୋସଫିରେ କୈବଲ୍ୟ କୁହାଯାଏ। ଏଇଠି ଟିକେ ମନେ ରଖିଥିବେ। ଯେମିତି ଅଲଗା ଅଲଗା ଇଏରେ କୋଉଠି ନିର୍ବାଣ ପ୍ରାପ୍ତି, କୋଉଠି ମୋକ୍ଷ, ତାହେଲେ ଏଠି କଣ କୁହାଯାଇଛି? କୈବଲ୍ୟ। ସାଂଖ୍ୟ ଫିଲୋସଫିରେ ୟାକୁ କୈବଲ୍ୟ ବୋଲି କୁହାଯାଇଛି। ସେ କହିଛି ଲିବରେସନ ମିନ୍ସ କଣ? ୟୁନିୟନ ୱିଥ ଗଡ, realization of non-duality, separation of Purush from Prakriti, and knowledge of Ishwara. ତାହେଲେ ଏହାର ଠିକ ଉତ୍ତର ହବ କଣ ନା ସେପାରେସନ ଅଫ ପୁରୁଷ ଫ୍ରମ ପ୍ରକୃତି। ଆମେ ଜଣେ କଣ କରିବା ମାନେ ପୁରୁଷ ଆଉ ପ୍ରକୃତିକୁ ଯିଏ ସେପାରେଟ କରିପାରୁଥିବ, ମାନେ ବୁଝି ପାରୁଥିବ, ସିଏ ହଉଛି ସେଟା ହଉଛି କଣ ନା ଆମର ଲିବରେସନ ବା କୈବଲ୍ୟ। According to Sankhya, the causes of bondage, bondage ମାନେ କଣ? ଦୁଃଖ ବା ଦୁଃଖର କାରଣ କଣ ପଚାରିଛି? ଯେତିକି ସବୁ ଅସୁବିଧା ହଉଛି ତାର କାରଣ କଣ? ଅପସନ ଦେଇଛି କଣ ନା ignorance of true nature of Purush and Prakriti. Next ଦେଇଛି ଅପସନ B ରେ ଦେଇଛି attachment of Ishwara, lack of rituals, ନା desire for liberation। ୟାର ଠିକ ଉତ୍ତର କୋଉଟା ହବ ନା ignorance of true nature of Purush and Prakriti। ତାହେଲେ ଏଇ ବଣ୍ଡେଜ ର ଦୁଃଖ ମାନେ କାରଣ କଣ ହଉଛି ନା ignorance, ଅବିଦ୍ୟା। ignorance ମାନେ କଣ? ଅବିଦ୍ୟା। ତୁମେ ଯେତେବେଳେ ନେଚର କାହାର ନା ପୁରୁଷ ଆଉ ପ୍ରକୃତିର ନେଚର ବିଷୟରେ ଜାଣିନାହ, ତୁମ ପାଖରେ ସେତିକି ଜ୍ଞାନ ନାହିଁ, ତାହେଲେ ତମ ପାଖରେ କଣ ଆସିଥାଏ? ଦୁଃଖ ଦେଖା ଯାଇଥାଏ। which is the main text of Sankhya philosophy is। ଏଇ ଯୋଉ ସାଂଖ୍ୟ ଫିଲୋସଫି ବିଷୟରେ କୋଉଠି ଲେଖା ଯାଇଛି? ଅପସନ ଅଛି ସାଂଖ୍ୟ କରିକା, ୟଜ୍ଞସୂତ୍ର, ନ୍ୟାୟ ସୂତ୍ର, ନା ବ୍ରହ୍ମସୂତ୍ର। ୟା ଠିକ ଉତ୍ତର ହବ କଣ ନା ଏଇ ସାଂଖ୍ୟ କରିକାରେ ହିଁ ସବୁ କିଛି ଲେଖା ଯାଇଛି। ଆମର ସାଂଖ୍ୟ ଫିଲୋସଫି ବିଷୟରେ କୋଉଠି ନା ସାଂଖ୍ୟ କରିକାରେ ଲେଖା ଯାଇଛି। this is the author of ସାଂଖ୍ୟ କରିକା। ସାଂଖ୍ୟ କରିକାକୁ କିଏ ଲେଖିଥିଲେ? ଅପସନ ଅଛି କପିଳ, ଈଶ୍ୱର କୃଷ୍ଣ, ବତ୍ସାପତି, ନା ପତଞ୍ଜଳି। ଠିକ ଉତ୍ତର ହବ ନା ଈଶ୍ୱର କୃଷ୍ଣ କଣ କରିଥିଲେ ନା ଏଇ ସାଂଖ୍ୟକୁ ଲେଖିଥିଲେ। ସାଂଖ୍ୟ କରିକାକୁ ଈଶ୍ୱର କୃଷ୍ଣ ଲେଖିଛନ୍ତି। ଆଉ ସାଂଖ୍ୟ ଫିଲୋସଫିର ଫାଉଣ୍ଡର ହଉଛନ୍ତି କପିଳ। according to ସାଂଖ୍ୟ ପ୍ରକୃତି ଇଜ ଡେସ୍। ତାହେଲେ ପ୍ରକୃତି କଣ? ଇଟର୍ନାଲ and unmanifest, temporary and manifest, non-existent, ନା a form of ପୁରୁଷ। ତାହେଲେ ପ୍ରକୃତି କଣ ନା ସାଂଖ୍ୟ ଅନୁଯାୟୀ ପ୍ରକୃତି ହଉଛି କଣ? ଇଟର୍ନାଲ and unmanifest। ନେକ୍ସଟ କ୍ୱେଶ୍ଚନ ଦେଖିବା। which of the following is not a valid means of knowledge in ସାଂଖ୍ୟ? ସାଂଖ୍ୟର ଯୋଉ ନଲେଜ ଗେନ୍ କରିବାର କୋଉଟା ଗୋଟେ ଭ୍ୟାଲିଡ ସୋର୍ସ ବା ମିନ୍ସ ନୁହଁ। ଅପସନ ଅଛି perception, inference, testimony, ନା comparison। ଏর ଠିକ ଉତ୍ତର କୋଉଟା ହବ ନା ଏଇ comparison ଦ୍ଵାରା ଆମେ କଣ ନା ଏଇ comparison ହଉଛି କଣ ନା ଦେଇଛି not। ତାହେଲେ ଯୋଉ ଭ୍ୟାଲିଡ ମିନ୍ସ ଅଫ ନଲେଜ, ତାହେଲେ ଏଇ ଯୋଉ ନଲେଜ ଗ୍ରହଣ କରିବାର ଏଟା ଗୋଟେ ଭଲ ସୋର୍ସ ନୁହଁ। ଇନ ସାଂଖ୍ୟ ମାନସ ବା ମାଇଣ୍ଡ ଇଜ କନସିଡର୍ଡ। ତାହେଲେ ମାଇଣ୍ଡ କୁ କଣ କୋଉ ହିସାବରେ ଏଠି କନସିଡର କରାଯାଇଛି? an organ of knowledge, part of ଅହଙ୍କାର, a product of ମହତ, ନା a modification of ପୁରୁଷ। ତାହେଲେ କୋଉଟା? ୟାର ଠିକ ଉତ୍ତର କଣ ହବ ନା a organ of knowledge।
ଇଏ ହଉଛି କଣ ମାଇଣ୍ଡ। ମାଇଣ୍ଡ ଟା ଆମର ସବୁବେଳେ କାହା ସହିତ ନଲେଜ ସହିତ ହିଁ ରିଲେଟ ଥାଏ। ତ ୟାର ଠିକ ଉତ୍ତର ହବ କଣ ନା ଆନ୍ ଅର୍ଗାନ ଅଫ ନଲେଜ। ନେକ୍ସଟ କ୍ୱେଶ୍ଚନ ଦେଖିବା ଦ ରିଲେସନ ବିଟୱିନ ପୁରୁଷ ଆଣ୍ଡ ପ୍ରକୃତି ଇଜ ୱାନ୍ ଅଫ। ତାହେଲେ ପୁରୁଷ ଆଉ ପ୍ରକୃତିର ରିଲେସନ ଟା କଣ ନା ଆଇଡେଣ୍ଟି, କଜ ଆଣ୍ଡ ଇଫେକ୍ଟ, ଏନଜୟର ଆଣ୍ଡ ଏନଜୟଡ, କ୍ରିଏଟର ଅର କ୍ରିଏସନ। ଠିକ ଉତ୍ତର କୋଉଟା ହବ ନା ତାଙ୍କ ଭିତରେ ଯୋଉ ରିଲେସନ ଟା କେମିତି ନା ଗୋଟେ ଜଣେ ଏନଜୟର ଆଉ ଜଣେ ଏନଜୟଡ। ଭିତରେ ପ୍ରକୃତି ଆଉ ପୁରୁଷର ସମ୍ପର୍କ ରହୁଛି କଣ ଏନଜୟର ଆଉ ଏନଜୟଡ। Which is Sankhya is called atheistic because ତାହେଲେ ସାଂଖ୍ୟକୁ ନାସ୍ତିବାଚକ ବୋଲି ସରି ଭୁଲ କରିଦେଲି ନାସ୍ତିକ ବୋଲି କୁହାଯାଏ। କାହିଁକି? It denies the existence of ଈଶ୍ୱର। B ରେ କହିଲା it believes only in rituals, it rejects Vedas, it denies rebirth। କାହିଁକି ୟାକୁ ଏଥିଷ୍ଟିକ ବୋଲି କୁହାଯାଇଛି ନା କାହିଁକି ନା ନାସ୍ତିକ ବୋଲି ୟାକୁ କୁହାଯାଇଛି ବି କାହିଁକି ନାସ୍ତିବାଦୀ ବୋଲି କୁହାଯାଇଛି କାରଣ ଏଟା ହଉଛି ସେ ଭଗବାନଙ୍କ ଏକ୍ଜିଷ୍ଟେନ୍ସ ଅଫ ଈଶ୍ୱରକୁ ସେମାନେ କଣ କରୁଛନ୍ତି ନା ଡିନାଏ କରୁଛନ୍ତି। ସେ କହୁଛନ୍ତି କି ଭଗବାନ ନାହାନ୍ତି, କେବଳ ଦୁଇଟା ଜିନିଷ ଅଛି, ଗୋଟେ ହଉଛି ପୁରୁଷ ଆଉ ଗୋଟେ ପ୍ରକୃତି। ଏଇ ଦିଟାକୁ ନେଇକି ହିଁ ଆମ ପୃଥିବୀ ଚାଲିଛି। ତାହେଲେ ସେଇ ଆମର ଠିକ ଉତ୍ତର ହବ କଣ ନା ଇଟ୍ ଡିନାଇଜ୍ ଦ ଏକ୍ଜିଷ୍ଟେନ୍ସ ଅଫ ଈଶ୍ୱର। ଈଶ୍ୱରକୁ ଅଛନ୍ତି ବୋଲି ଏମାନେ ଡିନାଏ କରୁଛନ୍ତି। ଏମାନେ କୌଣସି ଈଶ୍ୱର କଥା ଏଠି ମେନସନ କରିନାହାନ୍ତି। According to Sankhya, knowledge ବା ଜ୍ଞାନ leads to। ତାହେଲେ ଯଦି ଜ୍ଞାନ ଆମ ପାଖରେ ରହିବ ତାହେଲେ ଆମେ କଣ କରିବା? କର୍ମ ନା ମୋକ୍ଷ, ରିବର୍ଥ ନା ସଫରିଂ। ଆମ ପାଖରେ ଜ୍ଞାନ ଅଛି ମାନେ ଆମେ ତ ସଫରିଂ କରିବା ନାହିଁ। ଆଉ କଣ ନା ରିବର୍ଥ ତ ସେମିତି କିଛି ୟା ସହିତ ମ୍ୟାଚ୍ କରୁନି, କର୍ମା କିଛି କରୁନି। ନା ଆମେ ଠିକ ଜ୍ଞାନ ଦ୍ୱାରା ଆମେ ମୋକ୍ଷ ପ୍ରାପ୍ତି କରିପାରିବା। କଣ କରିପାରିବା? ମୋକ୍ଷ ପ୍ରାପ୍ତି। ଏଇଟା ହଉଛି ଆମର ରାଇଟ ଆନ୍ସର। ତାହେଲେ ଏଠି ଥିଲା ଆମର କେତୋଟି ନା 20ଟି ଥିଲା MCQ। ତ ୟା ପର ଭିଡିଓରେ ଆଉ 30ଟି ଆମେ MCQ ଡିସ୍କସନ କରିଦବା ଏଇ ସାଂଖ୍ୟ ଫିଲୋସଫି ଉପରେ। ଦେନ୍ ଆମେ ୟୋଗା, ବେଦାନ୍ତ, ସାଇକୋଲୋଜି ଯାହା ସବୁ ଅଛି ଆମର ନେଟ୍ ସିଲାବସ୍ ଅନୁଯାୟୀ ଆମେ ଧୀରେ ଧୀରେ ତାକୁ କମ୍ପ୍ଲିଟ କରିବା। ତ ଏତିକି ଥିଲା ଆଜି। ୟାର ପାର୍ଟ 2 ଟା ବି ବହୁତ ଜଲ୍ଦି ଆମେ ଅପଲୋଡ କରିଦେବି। ତ ଥ୍ୟାଙ୍କ ୟୁ, ଲାଇକ୍ ଆଣ୍ଡ ସବସ୍କ୍ରାଇବ।